କାହିଁକି? ଏଇ ନା ତ ପୂଜା ଫୁଲ ପୂଜା ସାମଗ୍ରୀ। ଏତେ ଶୀଘ୍ର ଶୀଘ୍ର କାହିଁକି ଆସିଲ? ଆଉ ଟିକେ ବିଳମ୍ବ କରିଥାନ୍ତ ବହୁତ ବଢିଆ ହେଇଥାନ୍ତା। କହିଲେ କଣ ପୂଜା ଫୁଲ ନେ ଦିଅ। ଆଲୋ ମାସିକା ଏ କଣ ଆଣିବି ଲୋ ମା? ଏ ତ ଫୁଲ ଆଣିବା ପାଇଁ ଏ କେତେ କଷ୍ଟ କେତେ ମାଡ଼ କେତେ କରିଛି ଜାଣିଛୁ ନା? ହଁ ଫୁଲ ଟିକେ ଆଣିବା ପାଇଁ କେତେ କଷ୍ଟ କେତେ ଗାଳି କେତେ ମାଡ଼ ଖାଇବାକୁ ପଡିଥାଏ। ତୁମ ମୁହଁକୁ କଣ କହିବି ଛାଡ। ଡେଡି ହଁ ଏ ପୂଜା ଫୁଲ ସିନା ମୋ ହସ୍ତରେ ଆଣିକି ଦେଇଦେଲ, ହେଲେ ତୁମ ଗୁଣବନ୍ତ ଜ୍ୱାଇଁଙ୍କର ତ ଏପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ। ପୁଣି ମୋ ମନ୍ଦିର ଏକୁଟିଆ କେମିତି ଯିବି? ଆଲୋ ମାସିକା ଏ ବୁଝିଲୁ ଏ ଜ୍ୱାଇଁ ପୁଅ କୋଉ କାମରେ ବ୍ୟସ୍ତ ଥିବେ। ହେଲେ ମା ଶୁଣିଲୁ କଣ? ଏ ଜ୍ୱାଇଁ ପୁଅ ନାହାନ୍ତି ହୁଁ ତୋ ଦିଅର କିରଣ ସହ ମନ୍ଦିର ଯାଇ ପୂଜା କାମ ସାରିଦେ। ଓ ସେଇ କଥା ତାହେଲେ। ଡେଡି ହଁ ଲୋ ମା ତମେ ସିନା କହିଦଉଛ ତ ଦିଅର ସାଙ୍ଗରେ ଯାଇକି ମନ୍ଦିର ଯା ପୂଜା କାର୍ଯ୍ୟ ସାରିଦେ, କିନ୍ତୁ ମୋ ଦିଅର ବାବୁ ଚାହିଁଲେ ସିନା ତାଙ୍କର ସାଙ୍ଗରେ ମୁଁ ମନ୍ଦିର ଯାଇଥାନ୍ତି। ଓହୋ ତୋତେ କେମିତି ମୁଁ ବୁଝାଇବି? କେମିତି ବୁଝିବି ମୁଁ? ଆଲୋ ମାସିକା ଶୁଣ ହଁ ଏଠିକା ଲୋ ମା ଦେଖ ମା କୁହ ଡେଡି। କିରଣ ଭଣଜା ଦେଖିବାକୁ ଭାରି ସୁନ୍ଦର। ଭାରି ସୁନ୍ଦର। ତୁ ଟିକେ ମା ତା ପ୍ରେମ ଜାଲରେ ଫସେଇ ଗଲେ ଲୋ ମା ଯୋଡିଟା ବଢିଆ ଜମିବ। ଆଉ ଗୋଟେ କି କଥା? ତା ପ୍ରେମ ଜାଲରେ ମା ଟିକେ ଫସେଇ ଦେଲେ ଲୋ ମା ଏ ମଣିପୁର ଯେଟା ହାତ ମୁଟାରେ ଆସିବ ଲୋ ମା। ମୁଁ ସତ କହୁଛି। ହେଲେ ଏ ପର୍ଯ୍ୟନ୍ତ ଆସିଲେନି, ପୁଣି କେତେ ସମୟ ଅପେକ୍ଷା କରିବି ଆଉ କେତେବେଳେ ସିଏ ଆସିବେ ମୁଁ ଭାବି ପାରୁନି। କଣ କରିବି ଡେଡି? ଆଲୋ ମା ସେଥିପାଇଁ ବ୍ୟସ୍ତ ହନା। ହଁ ଏ କିରଣ ଭଣଜା ନ ଆସିବା ପର୍ଯ୍ୟନ୍ତ ମୁଁ ତ ଏଇଠି ଅପେକ୍ଷା କରୁଛି। ଏକୁଟିଆ ହାଣି କୁଆଡେ ଯିବି ନାହିଁ ଠିକ ହେଲା। ଅଛି, ମୁଁ ବି ଅପେକ୍ଷାରେ ରହିଲି। ତେବେ ଠିକ ଅଛି ଲୋ କଣ ହେଇଛି ଭାଉଜ? ଆପଣ ଏମିତି ଚିନ୍ତାରେ ଥିଲା ବୋଲି ଜଣା ପଡୁଛନ୍ତି କାହିଁକି? କିରଣ ବାବୁ ତମେ ତାହେଲେ ଆସିଯାଇଛ। ହେପି ବାର୍ଥଡେ ଟୁ ୟୁ। ଧନ୍ୟବାଦ। ତମ ଜନ୍ମଦିନର ଛୋଟ ଉପହାରଟି। ଆଲୋ ମା ଦେଖିଲ କଣ ଅଛି? ଡେଡି ଆସ 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 ଦେଖିବ ଆସ କେତେ ବଢିଆ ହେଇଛି ଉପହାରଟା। ଭାଉଜ ତମକୁ ପସନ୍ଦ ଆସିଛି ନା? ଆରେ ତୁମେ ଦେଇଥିବା ଉପହାର ଏତେ ମନ ଛୁଆଁ ହେଇଛି ଯେ ମୋ ମନକୁ ପୁରା ଆକୃଷ୍ଟ କରି ନେଇଛି। ତମେ ସତ କହୁଛ? ସତ ମୋ କହୁଛି। ଭାଉଜକୁ ପସନ୍ଦ ଆସିବା କଣ ଏତେ ସହଜ କଥା ଯେ? ଆଚ୍ଛା ମତେ କହିଲ ତୁମକୁ ମୋ ଜନ୍ମଦିନ କଥା ମନେ ଥିଲା? ମୋ ଭାଉଜର ଜନ୍ମଦିନ ମୁଁ କେମିତି ଭୁଲିବି ଯେ? ଆରେ ଉପହାର ଆଣିବାକୁ ଯାଇଥିଲି ସେଥିପାଇଁ ଟିକେ ବିଳମ୍ବ ହେଇଗଲା। ଓ ସେଇ କଥା। ହେଲେ କଣ କରିବି, ତୁମ ବଡ ଭାଇଙ୍କର ତ ଏଯାଏଁ ଦେଖା ନାହିଁ। ବଡ ଭାଇଙ୍କ ଦେଖା ଦର୍ଶନ ନାହିଁ, କୋଉ କାମରେ ବ୍ୟସ୍ତ ହେଇ ପଡିଥିବେ, ଏଥିପାଇଁ ଚିନ୍ତା କରିବାରେ କଣ ଅଛି? ମୁଁ ଟିକେ ମନ୍ଦିର ବାହାରିଥିଲି। ମନ୍ଦିର ବାହାରିଛନ୍ତି? ଏକୁଟିଆ ପୁଣି କେମିତି ଯିବି? ଆରେ ଏକୁଟିଆ କାହିଁକି ଯିବ? ମୁଁ ବି ମନେ ମନେ ଭାବୁଥିଲି ମନ୍ଦିର ଯିବି ବୋଲି। ଆମେ ସାଙ୍ଗ ହେଇ ଚାଲିଯିବା। ତୁମେ ମନ୍ଦିର ଯିବ? ହଁ ମୋ ସାଙ୍ଗରେ? ତମ ସାଙ୍ଗରେ ଯିବି, ଅସୁବିଧା କଣ ଅଛି? ଠିକ ସାଙ୍ଗ ଅଛି। ହେଇ ଯିବା, ସେଠି ମୋ ସାଙ୍ଗ ସହିତ ସାକ୍ଷାତ ମଧ୍ୟ ହେଇଯିବ। ଆପଣ ସେଠି ପୂଜା ଅର୍ଚ୍ଚନା ବି ସାରିଦେବେ। ଭଣଜା ଭଣଜା ତାହେଲେ ମୋ ଜଣେ ତୁମକୁ ଲାଗିଲା। ଠିକ ଅଛି ମାମୁଁ, ଏଥିପାଇଁ ଚିନ୍ତା କରିବା କିଛି ନାହିଁ। ହେଲେ ବଡ ଭାଇ ଆସିଲେ କହିଦେବ ଭାଉଜ ବାବୁ ମନ୍ଦିର ଯାଇଛୁ ବୋଲି। ତେବେ ଠିକ ଅଛି। ଆଲୋ ମା ଶିକା ହଁ ଡାଡି। ଏଠିକା ଆଲୋ ମା। ତାହେଲେ ମୁଁ ଯାଉଛି ବା। ଡାଡି ତାହେଲେ ଏ ଉପହାରଟି ନେଇକି ଘରେ ଥୋଇ ଦେଇଥିବ। ମୁଁ ମନ୍ଦିର ଯାଇକି ଆସି ସାରିଲା ପରେ ଏହାକୁ ପୁଣି ଗ୍ରହଣ କରିବି। ତେବେ ତାହେଲେ ମୁଁ ଯାଉଛି। ଠିକ ଅଛି ଡାଡି।
ଯିବା ପରା ହଁ ଯିବା ଯେ ଚାଲ ଯିବା କିଛି ସମୟ ଏଠି ରହିଲେ ହବନି। ଆରେ କାହିଁକି ଏଠି ଆଉ ରହିବା ଯେ ଆମେ ମନ୍ଦିର ବାହାରିଛେ ମନ୍ଦିର ଚାଲିଯିବା ସେଠି ପୂଜା ଅର୍ଚ୍ଚନା କରିବା ତାପରେ ଆମ ଘରକୁ ଚାଲି ଆସିବା। ନାଇଁ ନାଇଁ ମନ୍ଦିର ଯିବା ପୂର୍ବରୁ ମୁଁ ତୁମକୁ ଗୋଟେ ଛୋଟିଆ କଥା କହିବି ବୋଲି ଭାବୁଛି। ଆରେ କଣ କହିବାକୁ ଚାହୁଁଛ ଶୀଘ୍ର କୁହ। ହଁ ବାବା ଶୀଘ୍ର କହିବି ଯେ ଅନେକ ଦିନରୁ ଭାବୁଥିଲି କହିବି କହିବି ବୋଲି ସେମିତି କିଛି ସମୟ ପାଇପାରୁନଥିଲି କହୁନଥିଲି। ଆଜି ଯେତିକି ମୋ ଜନ୍ମଦିନ ମୁଁ କହିବା ପାଇଁ ବାଧ୍ୟ ହେଉଛି। ଠିକ ଅଛି ମୁଁ କହୁଛି ଯାହା କହିବା କଥା ଶୀଘ୍ର କୁହ ଆମେ ମନ୍ଦିର ଯିବା। କହିବି କୁହ ଶୁଣିବ? ଆରେ କୁହ ନା। ଠିକ ଅଛି କିଛି କିଛି ମନ ଉଣା କରିବନି ତାହେଲେ। ଠିକ ଅଛି ଭାଉଜ ତାହେଲେ ଶୁଣିନିଅ। କୁହ। କିରଣ ପିରା ଆରେ କଣ ହେଲା ଏମିତି କାହିଁକି କହୁଛ? କାହିଁକି ନା ମୋ ଗେଲୁ ଦେଖିବା ପାଇଁ କେତେ ସୁନ୍ଦର। ଏ ଭାଉଜ ଆରେ ଏମିତି କାହିଁକି? କିରଣ ପିରା ତୁମେ ତମ ଗେଲା ଦିଅର ସ୍ୱାମୀ ଠାରୁ ବେଶୀ ମତେ ଲାଗ ନିଜର। ସ୍ୱାମୀ ଠାରୁ ବେଶୀ ମତେ ଲାଗ ନିଜର। କିରଣ ପିରା କିରଣ ପିରା ତୁମେ ତମ ଗେଲା ଦିଅର ସ୍ୱାମୀ ଠାରୁ ବେଶୀ ମତେ ଲାଗ ନିଜର। ସ୍ୱାମୀ ଠାରୁ ବେଶୀ ମତେ ଲାଗ ନିଜର। କାହିଁକି ଭାଉଜ ଏମିତି କହୁଛ? ସତ ତମକୁ ଲାଜ ଶରମ ଅଛି ନା ନାଇଁ କହିଲ? କାହିଁକି ତମେ ଏମିତି କହୁଛ? ଆରେ ମୁଁ ତମକୁ ଛୋଟଟି ବେଳରୁ ମୋ ମା ରୂପରେ ସ୍ନେହ କରିଛି ଆଦର କରିଛି ତମେ ଏମିତି କହିପାରିଲ କେମିତି? କଥା ବୋଧେ କହିଦେଲି ବୋଲି କି କେମିତି 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 କଥା କହୁଛ ଆଉ ରାଗି ଯାଉଛ। ମୋ ଧନ ତୁମ ରାଗନି। କାହିଁକି ଭାଉଜ ମୁଁ ସତ କହୁଛି ମୁଁ ତୁମକୁ କେବେ ବି ସେମିତି ରୂପରେ ଦେଖିନି ମତେ ବିଶ୍ୱାସ କରୁନାହାନ୍ତି କାହିଁକି? ତମେ ସିନା ସେମିତି ଭାବରେ କେବେ ବି ମତେ ଦେଖିନ କିନ୍ତୁ ମୁଁ ତ କାହିଁ କେତେ ଦିନର ଅପେକ୍ଷାରେ ଅଛି ଯେ ତୁମକୁ ସେଇ ରୂପରେ ଦେଖୁଛି। ହେ ଭାଉଜ ମୁଁ ସତ କହୁଛି ତମେ ଏମିତି କହନି। ଆଉ ତୁମକୁ ନେଇକି ଏଇ ମନ କୋଉ ଭିତରେ ଜାଗା ଦେଇଛି ଜାଣିଛ? କୋଉ ଭିତରେ? ମୋ ମନ ରାଇ ଯେ ତୁମେ ଯୁବରାଜ ତୁମ ପାଇଁ ନିତି ହୁଏ ସାଜବାଜ। ମୋ ମନ ରାଇ ଯେ ତୁମେ ଯୁବରାଜ ତୁମ ପାଇଁ ନିତି ହୁଏ ସାଜବାଜ। ରାଧାକାନ୍ତ ପାଦ ଧାଇ ଗାଉଲ ଗୀତରେ ରାଧାକାନ୍ତ ପାଦ ଧାଇ ଗାଉଲ ଗୀତରେ କିରଣ ପିରା କିରଣ ପିରା ତୁମେ ତମ ଗେଲା ଦିଅର ସ୍ୱାମୀ ଠାରୁ ବେଶୀ ମତେ ଲାଗ ନିଜର। ସ୍ୱାମୀ ଠାରୁ ବେଶୀ ମତେ ଲାଗ ନିଜର।
କହିଲ? ପଦେ କଥା କହିଦଉଛି ବୋଲିକି କେମିତି ଛାଟି ବାଡ଼ି ହେଇଯାଉଛ। ଏ ଭାଉଜ ତମେ ମୋ ସହିତ ମନ୍ଦିର ଜୀବନ ନେଇ କହିଲ, ନହେଲେ ମୁଁ ଏକା ଚାଲି ଯାଉଛି। ବୁଝିଗଲି। ହଁ, ମନ୍ଦିରରେ କୋଉ ସାଙ୍ଗ ଅପେକ୍ଷା କରିଛି କହିଥିଲେ ନା, ସେ ସାଙ୍ଗ ପାଇଁ ଏତେ ତରତର ହେଇକି ମନ୍ଦିର ମନ୍ଦିର ମନ୍ଦିର। ହଁ, ମୋ ସାଙ୍ଗ ଅପେକ୍ଷା କରିଛନ୍ତି, ମୁଁ ଶୀଘ୍ର ଯିବାକୁ ଚାହୁଁଛି। ତମେ ମୋ ସହିତ ଯିବ ତ ଚାଲ, ନହେଲେ ମୁଁ ଏକା ଚାଲିଯିବି। ରୁହ, ଯିବି ମୁଁ। ଚାଲ। ଭାଉଜ ଆମେ ତ ମନ୍ଦିର ବେଳାରେ ପହଞ୍ଚି ସାରିଛେ। ନିଶ୍ଚୟ। ଆପଣ ଏଠି ପୂଜା ଅର୍ଚ୍ଚନା କରିଥାନ୍ତୁ, ମୁଁ ଯାଉଛି ମୋ ସାଙ୍ଗ ସହିତ ସାକ୍ଷାତ କରି ଶୀଘ୍ର ଚାଲି ଆସିବି। ଠିକ ଅଛି, ଶୁଣ ଶୁଣ, ଜମାରେ ବି ବିଳମ୍ବ କରିବନି। ମୁଁ ଶୀଘ୍ର ଶୀଘ୍ର ପୂଜା ଅର୍ଚ୍ଚନା ସାରିଲେ ତୁମରି ପଥ ଅପେକ୍ଷାରେ ରହିବି। ଠିକ ଅଛି, ଠିକ ଅଛି, ମୁଁ ଶୀଘ୍ର ଯାଇ ଶୀଘ୍ର ଚାଲି ଆସିବି। ଠିକ ଅଛି, ତାହେଲେ ଯାଉଛି। ବିଳମ୍ବ କରିବନି। ଠିକ ଅଛି, ଚାଲ ଯିବା। ଠିକ ଅଛି। ସୂର୍ଯ୍ୟ ତମେ ଆସି ଯାଇଛ ନା? ମୋର କିନ୍ତୁ ବିଶ୍ୱାସ କରୁଥିଲା ତମେ ଆସିବ ବୋଲି। ଆରେ ବଡ଼ ପାଗଳ, ତମେ ଏମିତି କାହିଁ କହୁଛ? ଦେଖ, ଆକାଶରେ ସୂର୍ଯ୍ୟ ଓ କିରଣ ଯେମିତି ପରସ୍ପର ପରିପୂରକ, ହଁ, ଆମେ ମଧ୍ୟ ତା ଭଳି। ତମେ ଠିକ କହିଛ। କେହି କେହି କାହାକୁ କାହାକୁ ଅଲଗା ହେଇ ବଞ୍ଚିପାରେ। କାରଣ ହେଉଛି କିରଣକୁ ଜଣା, ସୂର୍ଯ୍ୟର ଠିକଣା। ଠିକ କହିଛ ତମେ। ଖେଳିନ ବନ୍ଧୁ, କାହିଁକି ଜାଣେ ମତେ ସେ ଆକାଶର କଳା ବଦଳକୁ ବେଶୀ ଭୟ ଲାଗେ। ଆଉ ତମେ କଣ କହିଲ ମୁଁ କିଛି ବୁଝିପାରିଲିନି। ମୋର କହିବାର ମାନେ ଏଇଆ ଯେ ସତର୍କରେ ତମ ପରିବାର ଲୋକ ମତେ ବହୁ ହିସାବ ଗ୍ରହଣ କରିବେ। ଆରେ କାହିଁକି ଗ୍ରହଣ କରିବେନି? ନିଶ୍ଚୟ ଗ୍ରହଣ କରିବେ। ସତ କହୁଛ। ଦେଖିବାରେ ବହୁତ ସୁନ୍ଦର ଦେଖାଯାଉଛ, ଠିକ ଲକ୍ଷ୍ମୀ ପ୍ରତିମାଟିଏ ବୋଲି। ତା ଛଡ଼ା ଆମ ଘର ଲୋକ ସମସ୍ତେ ମତେ ବେଶୀ ଭଲ ପାଆନ୍ତି, ଆଦର କରନ୍ତି। ମୋ କଥାକୁ ସେ ନିଶ୍ଚୟ ରଖିବେ। ହେଲେ କିରଣ, ଯଦି ତମ ପରିବାର ଲୋକ ମତେ ବହୁତ ହିସାବ ଗ୍ରହଣ ନ କରିବେ, ତାହେଲେ ମୋ ବାପାଙ୍କ ମନ ଭାଙ୍ଗିଯିବ ମୋରି ପାଇଁ। ତମେ ଏମିତି କାହିଁ କହୁଛ ଯେ? ମୁଁ ଯାହା କହୁଛି ସତ କହୁଛି ବନ୍ଧୁ। କାହିଁକି ନା ତମକୁ ମୁଁ ଭଲ ପାଇଛି ବୋଲି ମୋ ବାପାଙ୍କୁ ଜଣା ନାହିଁ। ଏ ସୂର୍ଯ୍ୟ, ହଁ ପ୍ରିୟ, ଏଇ ମନ୍ଦିର ବେଳରେ ଶିବ ପାର୍ବତୀଙ୍କ ଦ୍ୱାଇ ଦେଇ କହୁଛି, ମୁଁ ତୁମକୁ ନିଶ୍ଚୟ ବିବାହ କରିବି। ସତରେ? ସତରେ। ଆଉ ତମେ ଭାଇ ଆମ ଘରକୁ ଆସିଲେ ନା, ସୂର୍ଯ୍ୟର ଆଲୋକିତରେ ଆମ ରାଜଉଆସଟା ଆଲୋକିତ ହେଇଯିବ। ସତ କହୁଛ। ଆଉ ସେଠିରେ ଫୁଲ ବଗିଚାରେ ବୁଲି ବୁଲି ଲିଚକାଲ ଖେଳ ଖେଳି କଣ କହିବ ଜାଣିଛ? କଣ? କିରଣକୁ ଜଣା, ସୂର୍ଯ୍ୟର ଠିକଣା ବୋଲି। ଏ କଥା ତ ସତ ବନ୍ଧୁ, ହେଲେ ସେ ଠିକଣା କେବେ ମୋ ପାଖରେ ପହଞ୍ଚିବ ସେ କଥା ମତେ ଜଣାନାହିଁ। କାହିଁକି ବ୍ୟସ୍ତ ହଉଛ? ଏଥିପାଇଁ ନିଶ୍ଚୟ ଆମ ବାହାଘର ଖୁବ ଶୀଘ୍ର ହେବ। ଆମେ ତ ଏଠି ବହୁତ ସମୟ କଥା ହେଲେଣି। ହଁ, ମୁଁ ଯାଉଛି ତମ ପାଇଁ ନା ଭୋଗ ନେଇ ଆସିବି। ଭୋଗ ନେଇ ଆସିଲେ ସାଙ୍ଗ ହେଇ ଖାଇବା, ଆଉ ଢେର ସାରା ମଜା ବି କରିବା। ତେବେ ଠିକ ଅଛି, ଚା ପ୍ରିୟ ଠିକ ଅଛି, ମୋ ପାଇଁ ଭୋଗ ନେଇକି ଆସିବ। ଠିକ ଅଛି, ଯାଉଛି ମୁଁ ଭୋଗ ନେଇ ଆସିବି। ଭୋଗ ନେଇ ଆସିଲେ ସାଙ୍ଗ ହେଇ ଖାଇବା, ଢେର ସାରା ମଜା କରିବା। ଖେଳି ନା ଶୀଘ୍ର ଆସିବ ହେଲା। ଠିକ ଅଛି, ଯା। ଯାଉଛି।
ସେ ତ ମୋ ପାଇଁ ଭଗବାନ ପାଇଁ ଯାଇଛନ୍ତି। ଏଠି ମୁଁ ଏକୁଟିଆ କ'ଣ କରିବି? କ'ଣ କରିବି? ହଁ, ଲୋକେ କହନ୍ତି ଏ ଦେବଦେବ ମଧୁଙ୍କ ମଧୁର ଚାରିପଟ ପରିକ୍ରମା କଲେ ମନରେ ଯେଉଁ ଆଶଙ୍କା ଥାଏ ତାହା ପୂର୍ଣ୍ଣ ହୁଏ। ଆଉ ଆଜି ମୁଁ ଏ ଦେବଦେବ ମଧୁଙ୍କ ମଧୁର ବେଡ଼େ ପରିକ୍ରମା କରିକି ଆସିବି ମୋ କିରଣ ବାବୁଙ୍କ ପାଇଁ। ତେବେ ଠିକ୍ ଅଛି, ମୁଁ ଯାଏ ପରିକ୍ରମା କରିକି ଆସି। ଏତେ ସମୟ ହେଇଗଲାଣି, ପୂଜା ଅର୍ଚ୍ଚନା ସାରିକି କେତେ ସମୟ ଅପେକ୍ଷା କରିବି? ଏ ଯାଏ କିରଣ ବାବୁ ଆସିଲେନି କାହିଁକି? ନା ନା, ଆସିଥିବେ ବୋଧେ। ମୁଁ ଯାଇକି ମନ୍ଦିର ବେଢ଼ାରେ କିଛି ସମୟ ଅପେକ୍ଷା କରିବି, ନିଶ୍ଚୟ ସେ ଚାଲି ଆସିଥିବେ। ଯାଏ ମନ୍ଦିର ବେଢ଼ାକୁ। हेलो हेलो हेलो, अरे किए तुमे? ए मंदिर बेड़े एमती अन्य मनस्क रहुଛ ଯେ ମୋ ସହିତ ହଠାତ୍ ବାଢେଇ ଯାଉଛ, ତଥାପି ତୁମେ ଜାଣିପାରୁନ। ମୋ ନାଁ ହେଲା ସୂର୍ଯ୍ୟ। ସୂର୍ଯ୍ୟ? ହଁ। ଆଉ ଏ ଦେବଦେବ ମଧୁଙ୍କ ମଧୁଙ୍କୁ ମୁଁ ମୋ ସାଙ୍ଗଙ୍କ ସହିତ ସାକ୍ଷାତକାର ପାଇଁ ଆସିଥିଲି। ଓ ଆପଣଙ୍କ ସହିତ ଅଜାଣତରେ ଧୋକା ଦେଇଛି। ଆପଣ ମୋତେ ଭୁଲ ବୁଝିବେନି। ନା ନା, ହେଲେ ଆପଣ କିଏ? ମୁଁ ହେଉଛି ଏ ମଣିପୁର ରାଜ୍ୟର ସାମନ୍ତରାୟ ପରିବାରର ମହାରାଣୀ ଅଗ୍ନିଶିଖା ସାମନ୍ତ। ତାମାନେ ଆପଣ ଯଦି ମଣିପୁର ରାଜ୍ୟର ମହାରାଣୀ? ନମସ୍କାର ମହାରାଣୀ। ହେଲା ହେଲା, ହେଲେ ଆପଣ ଏକୁଟିଆ ମନ୍ଦିର ବେଳରେ କରୁଛନ୍ତି କ'ଣ? ନାଇଁ ନା, ତୁମେ ଜାଣିନ ବୋଧେ ଆଜି ହେଉଛି ହଁ। ମୋର ଜନ୍ମଦିନ। ଆଉ ଏ ଜନ୍ମଦିନ ସକାଶେ ମୁଁ ଦେବଦେବ ମହାଦେବଙ୍କ ମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିଲି। ତାମାନେ ଆଜି ହେଉଛି ଆପଣଙ୍କ ଜନ୍ମଦିନ? ହଁ, ମୋ ଜନ୍ମଦିନ। ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ମହାରାଣୀ। ଧନ୍ୟବାଦ। ହେଲେ ଆପଣ ଏ ଜନ୍ମଦିନ ଭଳି ଦିନରେ ହଁ। ଏକୁଟିଆ ଆସିଛନ୍ତି ଯେ ନା ଆପଣଙ୍କ ସହିତ କିଏ ଆସିନାହାନ୍ତି? ନା ନା, ତୁମେ ଭୁଲ ବୁଝୁଛ। ହଁ। ଆଜି ମୋ ଜନ୍ମଦିନରେ ହୁଁ। ମୋ ସାଙ୍ଗରେ କିଏ ଆସିଛନ୍ତି ଜାଣିଛ? ଦେଖି ମୋ ପାରିଲି ସାଙ୍ଗରେ ପଚାରିଲିନି। ମୋ ସ୍ୱାମୀ ଆସିଛନ୍ତି। ଓ ମହାରାଣୀ, ଆପଣଙ୍କ ସ୍ୱାମୀକୁ ମୁଁ ଦେଖିପାରିଲି ତ, ସେଇଥିପାଇଁ ଏମିତି ପଚାରିଦେଲି। ଓ ଭୁଲ ବୁଝିବେନି ଆପଣ। ନାଇଁ ନାଇଁ, ଜମାରୁ ନାହିଁ। ଆଉ ଜାଣିଛ ସୂର୍ଯ୍ୟ, କ'ଣ? ମୋ ସ୍ୱାମୀ ନା ହଁ। ଦେଖିବାକୁ ବହୁତ ସୁନ୍ଦର, ସତେ ଯେମିତି କି ସ୍ୱର୍ଗର ଇନ୍ଦ୍ରଙ୍କ ଭଳି। ଇମା, ଆରେ ମୁଁ ମଧ୍ୟ ଚାକରି ଟିକେ ସାକ୍ଷାତକାର ପାଇଁ ଆସିଛି। ସେ ବି ତ ଦେଖିବାଠୁ କମ୍ ନୁହଁ। ମୁଁ ବି କ'ଣ କହିଦେବି? କଣ ଗୁଣଗୁଣ ହଉଛ?
ନାଇଁ ମହାରାଣୀ ମୁଁ ମଧ୍ୟ ଏଠିକି ଯାହାକୁ ସାକ୍ଷାତକାର ପାଇଁ ଆସିଛି ସେ ମଧ୍ୟ ଶିଉଜ ଦେଖିବାକୁ ହଁ ରାମଙ୍କ ଭଳି। ଆରେ ଆଉ ଜାଣିଛ ମୋ ସ୍ୱାମୀ ନା ମତେ ବହୁତ ଭଲ ପାଆନ୍ତି। ଆପଣ ସହିତ ବିଚାରିଛି ହେ ଭଗବାନ ଏ ଆପଣଙ୍କ କି ସାଙ୍ଗିବା ମୋ ମଧ୍ୟ ମୋ ସାଙ୍ଗ ସେ କି ମତେ ତାଙ୍କ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି। ତୁମର ସତ କହୁଛ? ହଁ ଆଉ ଜାଣିଛ କଣ ମୋ ସ୍ୱାମୀ ନା ମୁଁ ଯୋଉ ମୁହୂର୍ତ୍ତରେ ଯାହା ଚାହିଁବି ଜମାର ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ମୋ ହାତ ମୁଠାରେ ଆଣି ଦେଇ ଆପଣ ସତ ଦିଅନ୍ତି। କହୁଛନ୍ତି? ହୁଁ ମୋ ସାଙ୍ଗ ମଧ୍ୟ ଯାହାକୁ ମୁଁ ଏତେ ଭଲ ପାଏ ମୁଁ ନ କହିବା ପୁରା ମୋ ମନ କଥା ବୁଝି ହଁ। ହାତରେ ଆଣିକି ମୋ ମନ ପାଇଁ ସେ ଜିନିଷ ଥୋଇ ଦିଅନ୍ତି। ଆରେ ବାବା ହଁ ଆମ ଦି ଜଣଙ୍କର ତ ସବୁଥିରେ ମେଳ ଖାଉଛି। ମହାରାଣୀ ଏ କଥା ତ ସତ ହେଲେ ଦେଖ ହୁଁ ଗୋଟିଏ କଥା ଜମାର ମେଳ ଖାଇବେନି ସବୁ ମେଳ ଖାଇଛି ମାନେ ତାମାନେ କଣ ଆପଣଙ୍କ ସ୍ୱାମୀ ଆଉ ମୋ ସାଙ୍ଗର ମେଳ ଖାଇବେନି କଣ? ସେୟା ବି ହେଇଯାଇପାରେ। କାହିଁକି ଜାଣିଛ ନା ଆମର ତ ସବୁଥିରେ ମେଳ ଖାଉଛି ଆଉ ତାଙ୍କ ନା ମୋ ସ୍ୱାମୀଙ୍କ ନା ହୁଏତ ମେଳ ଖାଇଯାଇପାରେ। ତେବେ ଠିକ ଅଛି ପ୍ରଥମେ ଆପଣ ଆପଣଙ୍କ ସ୍ୱାମୀଙ୍କ ନାଁ କୁହନ୍ତୁ ତାପରେ ମୁଁ କହିଦେବି ମୋ ସାଙ୍ଗଙ୍କ ନାଁ। କିନ୍ତୁ ମନେ ରହିଲା କଣ? ମୁଁ ତ ମୋ ସ୍ୱାମୀଙ୍କ ନାଁ କହିଦେବି ହଁ ତମେ ଯେମିତି ତୁମ ସାଙ୍ଗଙ୍କ ନାଁ କହିବା ଭୁଲିବନି। ଠିକ ଅଛି ତାହେଲେ ଶୁଣ ସୂର୍ଯ୍ୟ କୁହ। ମୋ ସ୍ୱାମୀଙ୍କ ନାଁ ହେଲା ହଁ ଏ ମଣିପୁର ରାଜ୍ୟର ହଁ ଏ ସାମନ୍ତ ରାୟ ପରିବାରର ଆଚ୍ଛା ମୋ ସ୍ୱାମୀଙ୍କ ନାଁ ହେଲା ହଁ କିରଣ। ଆପଣ ସବୁ କଣ ବୁଝନ୍ତି? ଆମ ସତ କହୁଛି ସତରେ ଆପଣଙ୍କ ସ୍ୱାମୀଙ୍କ ନାଁ କିରଣ? ହଁ ବା ସତ କହୁଛି ମୋ ସ୍ୱାମୀଙ୍କ ନାଁ ହେଲା କିରଣ ସାମନ୍ତରାୟ। ଆପଣ ମୋ ସହିତ ଥଟ୍ଟା କରୁନାହାନ୍ତି ତ? ନାଇଁ ନାଇଁ ମୁଁ କାହିଁକି ତୁମ ସାଙ୍ଗରେ ଥଟ୍ଟା କରିବି ଯୋଉ କଥାଟା ସତ ତାହା ହିଁ ତୁମରି ଆଗରେ ପରିପ୍ରକାଶ କରୁଛି। ଏଇଠି କେମିତି ସମୟ କିରଣ ତ କହିଥିଲେ ସେ ମତେ ପୁରା ବାଣ୍ଟିଲେ ହେଲେ ଏତେବେଳେ ସତ କଥା ଚାଲୁଛି ନା ପଡ଼େ ତାହେଲେ ତ ଆପଣ ବହୁତ ଭାଗ୍ୟବତୀ। ଠିକ କହିଛ ତୁମେ। ଆପଣଙ୍କୁ ଏତେ ଭଲ ପାଇବା ସ୍ୱାମୀଟି ଯେ ମିଳିଛି ହୁଁ ସବୁଦିନ ଆସି ମୁଁ ଦେବଦେବ ମହାଦେବଙ୍କ ମନ୍ଦିର ବେଳେ ପ୍ରାର୍ଥନା କରିବି ଯେ ହଁ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ। ନିଶ୍ଚିତ। ହେଲେ ଗୋଟିଏ କଥା ହଁ ତୁମେ ପରା କଥା ଦେଇଥିଲ ମୁଁ ମୋ ସ୍ୱାମୀଙ୍କ ନାଁ କହିଦେଲା ପରେ ତମେ ତମ ସାଙ୍ଗଙ୍କ ନାଁ କହିବା କଥା। ଏ ଯାଏ କିଛି ନ କହି ଫାଙ୍କି ଦେଉଛ। ନାଇଁ ମ ଭାଗ୍ୟବଶତ ଜୀବନ ଯଦି ଆପଣଙ୍କ ସହିତ କେବେ ଦେଖା ହୁଏ ତାହେଲେ ମୁଁ ମୋ ସାଙ୍ଗ ସହିତ ଆପଣଙ୍କୁ ନିଶ୍ଚୟ ଭେଟ କରିଦେବି। ଓ ଏଥିରେ ମୋତେ ତାଙ୍କୁ ଖୋଜିବା ପାଇଁ ଯିବାକୁ ପଡେ ମହାରାଣୀ। ବୁଝିବା ପାଇଁ ଯିବ ହଁ ମହାରାଣୀ ତାହେଲେ ଏଥର ମୁଁ ଆସୁଛି। ମତେ ବି ତ ସମୟ ହେଲାଣି ମୁଁ ବି ସ୍ୱାମୀ ବି ନିଶ୍ଚୟ ମୋ ଅପେକ୍ଷାରେ ଆସୁଥିବେ ବୋଧେ। ମୁଁ ବି ମୋ ସ୍ୱାମୀଙ୍କୁ ଖୋଜିବା ପାଇଁ ନା ନା ସିଏ ମୋ ପାଖକୁ ଆସିବେ ବା ମୁଁ ତାଙ୍କୁ ଅପେକ୍ଷା କରିବି। ନମସ୍କାର ମହାରାଣୀ। ହେଲା ହେଲା ଆସୁଛି ତାହେଲେ ବାଏ ବାଏ। ସତକୁ ସତ ଚିର ଯଦି ଆକୁ ସ୍ୱାମୀ ନାଇଁ ନାଇଁ ଏକଥା କେବେ ବି ସମ୍ଭବ ହେଇପାରିବନି। କାହିଁକିନା ପିଲାଟି ଦିନ ସେ ମୋତେ ଭଲ ପାଆନ୍ତି ହେଲେ ଆଜି ସେ ଆସନ୍ତୁ ତାଙ୍କ ପାଖରେ ସବୁ କଥାଟା ମୁଁ ନିଶ୍ଚୟ ଜାଣିନେବି। ଆସନ୍ତୁ ଆଜି ତାଙ୍କୁ ମୁଁ ଏଇଠି ଅପେକ୍ଷା କରିଛି। ସୂର୍ଯ୍ୟ ଆରେ ଭଗବାନ ବି ଯାଇଥିଲି ବହୁତ
ବହୁତ ଲୋକ ଥିଲେ ତ ସେଥିପାଇଁ ଟିକେ ବିଳମ୍ବ ହେଇଗଲା। ଏ ନିଅ ଭୋଗ, ଭୋଗ ଖାଇଦିଅ। କଣ ହେଇଛି ସୂର୍ଯ୍ୟ? ତାଉ ତମ ବୋଲି ବିଶ୍ୱାସ କଥା ହାତରେ ମୁଁ ଦେବ ମହାଦେବଙ୍କ ଭୋଗ କେବେ ବି ଖାଇବୁନି। ଆରେ କଣ ହେଇଛି? ଭୋଗଟା ଫିଙ୍ଗିଦେଲ କାହିଁକି? ସତରେ କିଛି ଜାଣିନ? କଣ ଜାଣିବି? ନା ଜାଣି ଶୁଣି ଏମିତି ଅଝରେ ଯାଉଛ। କାହିଁକି ତମେ ଭୋଗଟା ଫିଙ୍ଗିଲ? କେତେ ଆଉ ମିଛ କହିବ କିରଣ? ତମ ଟିକେ ଖରାପ ଲାଗିଲା ଏସବୁ କରିବା ପାଇଁ। ଆରେ କାହିଁକି ଖରାପ ଲାଗିବ? କଣ ହେଇଛି କହିଲେ ତ ଜାଣିବି। ନିଜର ବିବାହିତା ସ୍ତ୍ରୀ ଥାଏ ତମେ ମୋ ସହିତ ପ୍ରେମର ଛଳନା କରୁଥିଲ। ଏ ସୂର୍ଯ୍ୟ, ଆରେ ସବୁ ତମେ କଣ କହୁଛ? ଏଇ ମନ୍ଦିର ବେଳରେ ମୁଁ କଥା ଦେଇଛି ବାହା ହେବି ବୋଲି। ମୁଁ କେତେବେଳେ ବାହା ହେଇଛି? ତମେ ଏମିତି କାହିଁକି କହୁଛ? ଯାହା ବି କଥା ଦେଇଥିଲ ନା ସେ ସବୁ ମିଛ, ମିଛ ଛଡା ଆଉ କିଛି ନୁହେଁ। ନାଇଁ ସୂର୍ଯ୍ୟ ନାଇଁ, ତମେ ଭୁଲ। କଣ ହେଇଛି ପ୍ରିୟା? କାହିଁକି ତମେ ଏମିତି କହୁଛ? ଓ